शुभ सकाळ पिलाମାନେ ମୁଁ ଅନିଲ କୁମାର ସୁବୁଦ୍ଧି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସପ୍ତମ ଶ୍ରେଣୀର ଜଣେ ଗଣିତ ଶିକ୍ଷକ। ଆଜି ଆମେ ପଢିବା ଏକାଧିକ ସରଳ ରେଖା ଓ ତାର ଛେଦକ। ଆମେ କ'ଣ କରିଛେ ଏକାଧିକ ସରଳ ରେଖା ମାନେ ଏମିତି ମନ ଇଚ୍ଛା ସରଳ ରେଖା ଗୁଡିକ ଟଣା ହେଇଛି, ତାର ଛେଦକ ଗୁଡିକ ମାନେ ସେଗୁଡିକ ଆମେ କେମିତି ପରସ୍ପରକୁ ଛେଦ କରିବେ। କିନ୍ତୁ ଛେଦ କରିବା ଅର୍ଥ ସେମାନେ ଗୋଟେ ମାନେ ଏପଟୁ ଆସିଲା ଆଉ ଗୋଟେ ଏପଟୁ ଆସିଲା ଆଉ ଗୋଟେ ଏପଟୁ ଆସିଲା, ଏଇଟା କହନ୍ତି ଛେଦକ। ତାହେଲେ ଆମେ ଜାଣିଲେ ଦୁଇଟି ସରଳ ରେଖାର ଯଦି ଗୋଟିଏ ସାଧାରଣ ବିନ୍ଦୁ ରହିଲା, ତାହେଲେ ଆମ ଦେଖ ଇଏ ଗୋଟେ ସରଳ ରେଖା, ଇଏ ଗୋଟେ ସରଳ ରେଖା, ଗୋଟିଏ ସାଧାରଣ ବିନ୍ଦୁ ହচ্ছে এটা ଧର ଏଇଟା ଗୋଟେ L1 ସରଳ ରେଖା, ଏଇଟା L2 ସରଳ ରେଖା, ଏମାନେ ପରସ୍ପରକୁ ଗୋଟିଏ ବିନ୍ଦୁରେ ସାଧାରଣ ବିନ୍ଦୁରେ ଛେଦ କଲେ, ତେଣୁକରି ଏଟାକୁ ଆମେ ପରସ୍ପର ଛେଦି ସରଳ ରେଖା କହିବା। ଲେଖା ତାହେଲେ କ'ଣ ହେଲା, ଦୁଇଟି ରେଖାର ଗୋଟିଏ ସାଧାରଣ ବିନ୍ଦୁ ଥିଲେ ସେ ରେଖା ଦୁଇଟିକୁ ପରସ୍ପର ଛେଦି ରେଖା କୁହାଯାଏ। ସେଇଭଳି ସେଇଟାକୁ କ'ଣ ତାର ଗୋଟିଏ ସାଧାରଣ, ଏହାର ମଧ୍ୟ ଗୋଟିଏ କ'ଣ ଥାଏ ସାଧାରଣ ବିନ୍ଦୁ ଥାଏ, ଗୋଟିଏ କ'ଣ ଥାଏ ସାଧାରଣ ବିନ୍ଦୁ ଥାଏ। ଦେଖିଦେବ ଏଇଟା ଧର ଇଏ ଗୋଟେ ସରଳ ରେଖା ଆସିଲା, ଇଏ ଗୋଟେ ସରଳ ରେଖା ଆସିଲା, ଇ କିମ୍ବା ଦିଟା ସରଳ ରେଖା, ଏଇଟା ସବୁ କୋଟ ଗୋଟିଏ ଗୋଟେ ସରଳ ରେଖା, ଇଏ ଗୋଟେ ସରଳ ରେଖା, ଆର ଗୋଟେ ସାଧାରଣ ବିନ୍ଦୁ ଏଠି, ଏଇଟା ଗୋଟେ ସାଧାରଣ ବିନ୍ଦୁ ଏଠି, କ'ଣ ଦେଖ ଏମିତି ଏକାଧିକ ସରଳ ରେଖା ଗୁଡିକ ପରସ୍ପର ଛେଦ କରୁ, ତେଣୁକରି ଏଗୁଡିକର ସାଧାରଣ ବିନ୍ଦୁ ହଉଛି ଗୋଟେ ଗୋଟେ ରହୁଛି, ତେଣୁକରି ଏଗୁଡିକୁ କ'ଣ ଆମେ ପରସ୍ପର ଛେଦି ସରଳ ରେଖା କହିବା। ବୁଝୁଛି? ତାହେଲେ ଛେଦକ ରେଖା କ'ଣ, ଛେଦକ ରେଖା, ତାପରେ ଆସିଲା ପଡିଆ ଛେଦକ ରେଖା। ବୁଝୁଛି? ଛେଦକ ରେଖା ହେଲା ଯଦି ଦିଟା ସରଳ ରେଖା ପରସ୍ପରକୁ ଛେଦ କଲେ, ଏମାନେ କ'ଣ ତାହେଲେ ଆମେ କ'ଣ କହିବା ପରସ୍ପର ଛେଦି। ଏଇଟାକୁ ଧର ଆଉ ଗୋଟେ ସରଳ ରେଖା ଆସିଲା, ଧର ଏଇଟା ଏ ବିନ୍ଦୁ, ଏଇଟା ବି ବିନ୍ଦୁ, ଏଇଟା ସି ବିନ୍ଦୁ, ଏମାନେ ପରସ୍ପର ଛେଦିବାକୁ କହିବା। L1 L2 ଆଉ L3 ସରଳ ରେଖା ପରସ୍ପରକୁ ଆମେ କ'ଣ ତିନୋଟି ବିନ୍ଦୁରେ ସେମାନେ ପରସ୍ପରକୁ ଛେଦ କଲେ, ଏଗୁଡାକୁ ଆମେ ଛେଦକ ବିନ୍ଦୁ ବା ଛେଦି ରେଖା କହିବା। ଯଦି ଏକାଧିକ ସରଳ ରେଖା ଆମେ ଗୋଟିଏ ବିନ୍ଦୁରେ ଯାଏ, ଏକାଧିକ ସରଳ ରେଖା ଧର L1 L2 ଆଉ L3 ସରଳ ରେଖା ଗୋଟିଏ ବିନ୍ଦୁରେ ଗଲା, ତାହେଲେ କ'ଣ କହିବା ଏକ ବିନ୍ଦୁଗାମୀ ସରଳ ରେଖା। ଏଇଟା କ'ଣ କହିବା, ଏଇଟା ଗୋଟିଏ ବିନ୍ଦୁରେ ଗଲେ ଏକ ବିନ୍ଦୁଗାମୀ କ'ଣ ସରଳ ରେଖା କୁହାଯାଏ। ତାମାନେ ଏଇଟା କ'ଣ ସେମାନେ କ'ଣ ତିନିଟା ସରଳ ରେଖା ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କଲେ, ତେଣୁକରି ଏଇଟା କ'ଣ ଏକ ବିନ୍ଦୁଗାମୀ ସରଳ ରେଖା କୁହାଯାଏ। ବୁଝିଲା? ତାପରେ ଆସିଲା ଛେଦକ ରେଖା, ତାର ଉତ୍ପନ୍ନ କୋଣ କ'ଣ ହଉଛି, ଛେଦକ ରେଖା ଦ୍ୱାରା ଉତ୍ପନ୍ନ କୋଣ, ଛେଦକ ରେଖା ଦ୍ୱାରା ଉତ୍ପନ୍ନ କୋଣ, ଇ ଧର କ'ଣ ହଉଛି ଛେଦକ ରେଖା ଦ୍ୱାରା ଉତ୍ପନ୍ନ କୋଣ ହେଲା, ଆମେ ଜାଣିଛେ ପ୍ରତିପ କୋଣ ଜାଣିଛେ ବା ବିପରୀତ କୋଣ। ବୁଝାଉଛି? ତାହେଲେ ଆମେ ଛେଦକ ଧର ଇ ଗୋଟେ ଦିଟା ସରଳ ରେଖା ପରସ୍ପରକୁ ଦିଟା ସରଳ ରେଖା, ଏମାନଙ୍କ ଆଉ ଗୋଟେ ଛେଦକ ରେଖା ଆଉ ଗୋଟେ ସରଳ ରେଖା ଛେଦ କଲା, ଧର L1 L2 ଆଉ L3 ସରଳ ରେଖା, ଏମାନେ ହଉଛନ୍ତି। ତାହେଲେ କେତେଟା କୋଣ ଉତ୍ପନ୍ନ ହଉଛି ଦେଖ, ଏଠି 1 2 ଏଠି 1 2 3 4 5 6 7 7 8 8ଟି କୋଣ ଉତ୍ପନ୍ନ ହେଲା। ତାହେଲେ ଏମାନେ କ'ଣ, ତାହେଲେ ଆ ଭିତରେ ଆମେ ଜାଣିଲେ ଅନ୍ତସ୍ଥ କୋଣ ଗୁଡିକ ଗୁଡାକ, ତାହେଲେ ଏଗୁଡାକ ହଉଛି ଅନ୍ତସ୍ଥ, ଆ ଭିତରେ ରହିଲା ଅନ୍ତସ୍ଥ କୋଣ ରହିଲା, ବହିସ୍ଥ କୋଣ ରହିଲା, ବାମ ପାର୍ଶ୍ୱ ରହିଲା। ଏଇଟାକୁ ଆମେ କ'ଣ, ଏଇଟା ଡାହାଣ ପାର୍ଶ୍ୱରେ ଅଛି ମାନେ ଏଇଟା କ'ଣ କହିବା ଦକ୍ଷିଣ ପାର୍ଶ୍ୱ ହେଲା, ଏଇଟା ହଉଛି ଦକ୍ଷିଣ ପାର୍ଶ୍ୱ, ଏଇଟା ହଉଛି ଏପଟେ ବାମ ପାର୍ଶ୍ୱ, ଏଇଟା ହେଲା ବାମ ପାର୍ଶ୍ୱ, ଏଇଟା ହେଲା ଦକ୍ଷିଣ ପାର୍ଶ୍ୱ, ଏଇଟା ହଉଛି ବାମ ପାର୍ଶ୍ୱ। ଆମେ ଏଥି ସହିତ ଆଉ କ'ଣ ଅଛି ଅନ୍ତସ୍ଥ କୋଣ ଆଉ ବହିସ୍ଥ କୋଣ, ଆଉ କ'ଣ ରହିଲା ଅନ୍ତସ୍ଥ କୋଣ, ବହିସ୍ଥ କୋଣ। ଅନ୍ତସ୍ଥ କୋଣ ଗୁଡାକ ଯୋଉ କୋଣ ଗୁଡିକ ଭିତରେ ରହିଲା, କୋଉ କୋଣ ଗୁଡିକ ଭିତରେ ରହିଲା ଅନ୍ତସ୍ଥ କୋଣ କୋଉଗୁଡାକ, ଦେଖ 3 4 5 6, ଏଟା କ'ଣ ଅଛି 3 4 5 6, ଏଟା କ'ଣ ଅନ୍ତସ୍ଥ କୋଣ। ବହିସ୍ଥ ମାନେ ବାହାରେ ରହିଥିବ, କୋଉଗୁଡାକ ବାହାରେ ଅଛି 1 2 7 8, ବହିସ୍ଥ କୋଣ ଗୁଡିକ ଅଛି 1 2 7 8, ଅନ୍ତସ୍ଥ କୋଣ ବହିସ୍ଥ କୋଣ। ଏଥିରେ ରହିଲା ପୁଣି ଆମର କ'ଣ ପଢିଲେ ଦକ୍ଷିଣ ପାର୍ଶ୍ୱ ଗୋଟେ ଆଉ ବାମ ପାର୍ଶ୍ୱ ଗୋଟେ। ଦକ୍ଷିଣ ପାର୍ଶ୍ୱରେ କୋଉ କୋଣ ଗୁଡିକ ରହିଲା, ଦକ୍ଷିଣ ପାର୍ଶ୍ୱ କୋଉ ଗୁଡାକ ରହିଲା
2 3 6 7 2 3 6 7 पूरा देख ये दक्षिण पार्श्व रहा ना 2 3 6 7 तापर बाम पार्श्व को कोण गुड़ा रहा बाम पार्श्व कोण बाम पार्श्व को गुड़ा रहा यहाँ बाम पार्श्व ताले 1 4 5 8 1 4 5 8 यहाँ कौन बाम पार्श्व रहा ता सहित देख आम अच्छे अनुरूप कोण जोड़ी आ एकांतर कोण जोड़ी है अनुरूप कोण अनुरूप कोण अनुरूप कोण कौड़ाक आम क्या कहवा छेदकर कोण देख आमर हूँ अनुरूप कोण हूँ छेदकर अनुरूप कोण हूँ छेदकर गोटे पार्श्व थिबे एवं गोटे कौन बहिस्थ ओ गोटे अंतस्थ कोण होइथिबो बुझाउछि ताकू आमे कौन कहबा ताकू आमे अनुरूप कोण कहबा छेदकर गोटे पार्श्व देख छेदकर गोटे पार्श्व तर एपट बाम पार्श्व हो किंबा दक्षिण पार्श्व हो गोटे पार्श्व थे आ गोटे देछि गोटे बाम पार्श्व हो किंबा दक्षिण पार्श्व गोटे पार्श्व थे एवं गोटे बहिस्थ और गोटे अंतस्थ होइथिबो गोटे बहिस्थ माने गोटे बाहर थिबो गोटे भितर थिबो हला बहिस्थ गोटे बाहर गोटे बहिस्थ होइथिबो ताको हम अनुरूप कोण किंतु मात्र दूरवर्ती होइथिबे हला मात्र दूरवर्ती होइथिबो है दूरवर्ती होता लगा लगी कौन होनी जमीक यहाँ पर आम सन्निहित कौन कह लगा लगी जाइए तेणुक देख ताले कौड़ा कला 1 को 5 बुझे ताले कौड़ा कौन अनुरूप कौन है देख छेदकर गोटे पार्श्व अच्छा धर 1 गोटे पार्श्व एपाख बाम पार्श्व कि दक्षिण पार्श्व गोटे पार्श्व थे एवं गोटे बहिस्थ गोटे अंतस्थ किंतु सन्निहित हो नथिबे ताले थर आम बाम पार्श्व देखा ताले अंतस्थ कोण गुड़ाक कौड़ा कहला 1 सहित को गुण 1 और 5 बुझे 1 5 तापर आसला आ गुड़ाक हे कि 4 8 1 और 5 4 8 यहाँ कौ पड़े यहाँ हूँ बाम पार्श्वर अनुरूप कोण सेमती दक्षिण पार्श्वर अनुरूप कोण गुड़ाक रहा 1 2 और 6 3 आउ 7 बुझे एटा आम अनुरूप कोण कहवा माने आमर अनुरूप कोण कौन है छेदकर गोटे पार्श्व थे एवं बहिस्थ और अंतस्थ कोण गोटे बहिस्थ गोटे अंतस्थ कोण थो ताको आम अनुरूप कोण कहवा मात्र दूरवर्ती होते दूरवर्ती माने कौन से माने परस्पर ठार दूर रे थिबे 1 सहित 5 दूर रे अच्छी 4 रु 8 दूर माने गोटे बाहर गोटे भितर एटा देख एटा गोटे भितर एटा गोटे बाहर से 2 सहित 6 3 सहित 7 कोण आम अनुरूप कोण कहवा तापर आसला कौन आमर आसला एकांतर कोण क्या कहवा बुझे एकांतर आम कोण क्या कहवा छेदकर कोण विपरीत पार्श्व थे बुझे छेदक रेखार विपरीत पार्श्व थिबे है छेदक रेखार विपरीत पार्श्व थे एवं से माने संपूर्ण रूपे कौन भितर थे कि संपूर्ण रूपे बाहर थे छेदक रेखार विपरीत पार्श्व थे ओ संपूर्ण अंतस्थ किंबा संपूर्ण कौन बहिस्थ कोण होई थिबो ताकू आमे कौन कहबा ताकू आमे एकांतर कोण कहबा छेदक रेखार विपरीत पार्श्व देख एटा बाम पार्श्व एटा हूँ दक्षिण पार्श्व विपरीत पार्श्व धर एटा गोटे एपट गोटे आउ कौन थे ता सहित कौन देला संपूर्ण भाव अंतस्थ कि संपूर्ण भाव बहिस्थ कोण होती ताकू आम एकांतर कोण संपूर्ण अंतस्थ माने पूरा जब दीटा थो पूरा भितर थी कि पूरा बाहर थी तेणुक देख ताले एकांतर कोण को गुड़ा कहला 1 और 7 3 2 और 8 1 7 2 8 4 और 6 आउ 3 और
ପାଞ୍ଚ ବୁଝିଅଛି। 1 ସହିତ 7 କଣ ଦେଖ 1 ସହିତ 1 7 2 8 ଏଇଟା ଏକାନ୍ତର। ଆମର 4 ସହିତ 6 3 ସହିତ 5 4 ସହିତ 6 3 ସହିତ 5 ତାହେଲେ ଆମେ ଏକାନ୍ତର କୋଣ କହିବା ବୁଝିଅଛି। ତାହେଲେ ଆମେ ଏଥିରୁ କଣ କଣ ଜାଣିଲେ ଆମେ ଜାଣିଲେ ଅନ୍ତସ୍ଥ କୋଣ କୋଉଗୁଡାକ ଅନ୍ତସ୍ଥ କୋଣ ହେଲା ଭିତର କୋଣ ଗୁଡିକ, ବହିସ୍ଥ କୋଣ ହେଲା ବାହାର କୋଣ ଗୁଡିକ, ତାପରେ ବାମ ପାର୍ଶ୍ୱ ଗୋଟେ ଜାଣିଲେ ଆଉ ଦକ୍ଷିଣ ପାର୍ଶ୍ୱ ଜାଣିଲେ, ତା ସହିତ ଆଉ କଣ ଜାଣିଲେ ଅନୁରୂପ କୋଣ ଆଉ ଅନୁରୂପ କୋଣ ଜାଣିଲେ ଏକାନ୍ତର କୋଣ ଜାଣିଲେ। ଅନୁରୂପ କୋଣ ହେଲା କଣ ଛେଦକ ରେଖାର ଗୋଟିଏ ପାର୍ଶ୍ୱରେ ଥିବେ ଗୋଟିଏ ଅନ୍ତସ୍ଥ ଆଉ ଗୋଟିଏ ବହିସ୍ଥ କୋଣ ହେଇଥିବ। ଅନ୍ତସ୍ଥ କୋଣ ଗୋଟିଏ ଗୋଟିଏ ବହିସ୍ଥ, ଧର 1 ସହିତ 5 ବହିସ୍ଥ ଗୋଟେ 1 5 ଅନ୍ତସ୍ଥ, ତେଣୁକରି ଏଗୁଡା କଣ କହିବା ଅନୁରୂପ କୋଣ। 4 ସହିତ 8 2 ସହିତ 6 3 ସହିତ 7 ଆମେ ଆକୁ ଅନୁରୂପ କୋଣ କହିବା। ଆଉ ଏକାନ୍ତର କୋଣ କହିବା ଛେଦକର ବିପରୀତ ପାର୍ଶ୍ୱରେ ଥିବେ ଏବଂ ଗୋଟିଏ ବହି ସମ୍ପୂର୍ଣ୍ଣ ଭାବରେ ବହିସ୍ଥ କିମ୍ବା ସମ୍ପୂର୍ଣ୍ଣ ଭାବରେ ଅନ୍ତସ୍ଥ କୋଣ ହେଇଥିବ, ତାହେଲେ ଆକୁ ଆମେ କଣ ଏକାନ୍ତର କୋଣ କହିବା। ତାହେଲେ ବହିସ୍ଥ ଏକାନ୍ତର କୋଉଟା କୋଉଟା ହେଲା ବହିସ୍ଥ ଏକାନ୍ତର ମାନେ ବାହାର 1 କୁ 7 2 କୁ 8 4 କୁ 6 3 କୁ 5। ପିଲାମାନେ ଦେଖ ଅନ୍ତସ୍ଥ କୋଣ ଗୁଡିକ ଆଉ ଏକାନ୍ତର କୋଣ ଗୁଡିକ କଣ ଅନ୍ତସ୍ଥ କୋଣ ଯଦି ହେଲେ ସେଗୁଡିକ ପରସ୍ପର ସହିତ ସମାନ ହେବେ, ଆଉ ବହିସ୍ଥ କୋଣ ଗୁଡିକ ଆଉ ଏକାନ୍ତର କୋଣ ଗୁଡିକ ମଧ୍ୟ ପରସ୍ପର ସମାନ ହେବେ। ଧର ଯେମିତି 1 କୋଣ ସହିତ 5 କୋଣ ସମାନ, 4 କୋଣ ସହିତ 8 କୋଣ ସମାନ ହବ, ଆଉ 2 କୋଣ ସହିତ 6 3 ସହିତ 7 କୋଣ ବି ସମାନ ହେବ। ଏକାନ୍ତର କୋଣ ମଧ୍ୟ ସମାନ ଧାରା 1 ସହିତ 7 ସମାନ ହେଲେ 2 ସହିତ 8 ହବ, 4 ସହିତ 6 ହେଲେ 3 ସହିତ 5 କୋଣ ସମାନ ହବ ବୁଝିଅଛି। ତାପରେ ଆମେ ଆସିବା ଦେଖ ଆଉ ଗୋଟେ ପଢିବା କଣ ଦୁଇଟି ସମାନ୍ତର ସରଳ ରେଖା ଆଉ ତାର ଛେଦକ। ସମାନ୍ତର ସରଳ ରେଖା କହିଲେ କଣ ବୁଝ ସମାନ୍ତର ସରଳ ରେଖା କଣ ସମାନ୍ତର ସରଳ ରେଖା ଓ ଛେଦକ। ସମାନ୍ତର ସରଳ ରେଖା ଦ୍ୱାରା ଆମେ ଜାଣିଛ ସ୍କେଲ ର ଦିଟା ଧାର ସେମାନେ ପରସ୍ପର ସହିତ ସମାନ୍ତର ନା ନାହିଁ। ସମାନ୍ତର ସରଳ ରେଖା ହେଲା ଧର ଇଏ ଗୋଟେ ସରଳ ରେଖା ଆଉ ଇଏ ଗୋଟେ ସରଳ ରେଖା, ଏମାନଙ୍କ ଭିତରେ କୌଣସି ସାଧାରଣ ଛେଦ ବିନ୍ଦୁ ନଥିବ, ତାହେଲେ ଆକୁ ଆମେ ସମାନ୍ତର ସରଳ ରେଖା କହିବା। ଧର L1 ସରଳ ରେଖା L2 ସରଳ ରେଖା ଏମାନେ ପରସ୍ପର ସମାନ୍ତର, ଏମାନଙ୍କ ଭିତରେ କୌଣସି ସାଧାରଣ ଛେଦ ବିନ୍ଦୁ ନାହିଁ, ଏଇଟାକୁ ଆମେ ଛେଦକ। ଧର L3 ଗୋଟେ ଛେଦକ ବୁଝାଉଛି, ତାହେଲେ L1 L2 ପରସ୍ପର ସମାନ୍ତର ଆଉ ଏଇଟା ହଉଛି ତାର ଛେଦକ। ଆଉ ସମାନ୍ତର ଗୁଣ ଲେଖିଲା ବେଳେ କେମିତି ଲେଖିବା L1 ସମାନ୍ତର L2, ତାହେଲେ ଏଇ ଗୋଟାକ ହଉଛି ଆମର ସମାନ୍ତର ଚିହ୍ନ, ମଝିରେ ଯୋଉ ଦିଟା ଗାର ଦିଆହେଲା L1 ସହିତ L2 ସମାନ୍ତର ବୋଲି ଆମେ ଆକୁ କହିବା ବୁଝିଲା। ଆମେ କଣ ପଢିଛି ଜାଣିଲେ ଅନୁରୂପ କୋଣ ଯୋଡି ଗୁଡିକର ପରିମାଣ ସମ ପରିମାଣ ବିଶିଷ୍ଟ, ସେଭଳି ଏକାନ୍ତର କୋଣ ଗୁଡିକ ମଧ୍ୟ ସମ ପରିମାଣ ବିଶିଷ୍ଟ ହେଲା। ଅନୁରୂପ କୋଣ ଦେଖ ଏକାନ୍ତର କୋଣ ଯୋଡି ଓ ଅନୁରୂପ କୋଣ ଯୋଡି ସମ ପରିମାଣ ବିଶିଷ୍ଟ। ଏକାନ୍ତର କୋଣ ଗୁଡିକ ପରସ୍ପର ସମାନ ଆଉ ଅନୁରୂପ କୋଣ ଗୁଡିକ ପରସ୍ପର ସମାନ। ଏକାନ୍ତର କୋଣ ସହିତ ଅନୁରୂପ କୋଣ ସମାନ ହବନି, ଏକଥା କୁହା ହଉନି, କୁହାହଉଛି ଏକାନ୍ତର କୋଣ ଯୋଡି ସମ ପରିମାଣ ବିଶିଷ୍ଟ ଏବଂ ଅନୁରୂପ କୋଣ ଯୋଡି ସମ ପରିମାଣ ବିଶିଷ୍ଟ ବୁଝିଲା। ତାହେଲେ ଦେଖ ସମାନ୍ତର ଚିହ୍ନ ଆମେ ଜାଣିଲେ କଣ ସମାନ୍ତର ରେଖା କୋଉଠି ଚିହ୍ନଟା ଆମେ ସ୍କେଲ ର ଦୁଇ ଧାର କଳାପଟର ଦୁଇ ଧାର ରେଳ ଧାରଣା ଏଗୁଡା କଣ ସମାନ୍ତର ଭାବରେ ଯାଉଛି ନା। ରେଳ ଧାରଣାର ଦିଟା ଯେତେବେଳେ ରେଳ ଧାରଣା ପଟରେ ଯାଉଛି କଣ ଚକ୍ର ରେଳ ଲାଇନ ଗୁଡାକ ଯୋଉ ଯାଉଛି ସେଗୁଡା ପୁରା ସିଧା ଯାଉ ସମାନ୍ତର ଭାବରେ ଅଛି ନା କୋଉଠି ସେମାନେ ଦିଟା କ୍ରସ କରି ଯାଇଛନ୍ତି କୋଉଠି। ଆମର ଏପଟୁ ଗୋଟେ ରେଳ ଗାଡି ଯାଉଛି ଦିଟା ପଟରେ, ଏଗୁଡା କଣ କୋଉଠି ସିଧାରେ ଯୁଆଡେ ଯୁଆଡେ ବଙ୍କା ଇଆଡେ ବଙ୍କେଇଲା ତାହେଲେ ସମାନ ଭାବରେ ବି ବଙ୍କଉଛି, ତାହେଲେ ସମାନ ଦୂରରେ ସବୁଠି ବ୍ୟବଧାନ ଏଠି ସମାନ ଅଛି, ତେଣୁ ତାକୁ ଆମେ ସମାନ୍ତର ସରଳ ରେଖା କହୁଛେ ହେଲା। ତାର ଏଇଟା କଣ ଇଏ ଗୋଟେ ଏପଟୁ ଗୋଟେ ଲାଇନ ଯାଉଛି ଏପଟୁ ଗୋଟେ ଲାଇନ ଯାଉଛି ପରସ୍ପରକୁ ଏମାନେ ଛେଦ କରିଦଉଛନ୍ତି, ତେଣୁକରି ଏଇଟା ଗୋଟେ ସମାନ୍ତର ସରଳ ରେଖା ହବନି। କିନ୍ତୁ ଇଆଡୁ ଗୋଟେ ଗଲା ହେଲା ଧାଡି ଏପଟୁ ଗୋଟେ ଧାଡି ଗଲା ପୁରା କଣ ସବୁଠି ସମାନ ବ୍ୟବଧାନ, ଏଠି ଧର 5 ସେଣ୍ଟିମିଟର ଏଠି 5 ସବୁଠି 5 ସେଣ୍ଟିମିଟର, ତେଣୁକରି ଏକୁ ଆମେ ସମାନ୍ତର ସରଳ ରେଖା କହିବା ବୁଝୁଛି। ତାହେଲେ ବର୍ତ୍ତମାନ ଆମେ କଣ 3.3 ଟା ତେଣୁକରି ତୁମେ ମାନେ କରିବ କୋଉଗୁଡାକ ଏକାନ୍ତର କୋଣ କୋଉଗୁଡାକ ସମାନ୍ତର କୋଣ ହେଲା, ଏତିକି କରିକି ତୁମେ ପଠେଇବା। ଆ ସହିତ ହୋମୱାର୍କ ଟା କଣ ହେଲା HW ହଉଛି 3.3 ର ଅଭ୍ୟାସ କାର୍ଯ୍ୟଟା କରିକି
ପଠେଇବ ହେଲା। ଧନ୍ୟବାଦ।